ନିକୁ ସାହୁ ଏଇନା ବାଟ ନଥିଲେ ଫିଟେଇ ଦଉଛନ୍ତି। ସେପଟ ଏରିଆରେ କଣା ନଥିଲେ କଣା କରିଦଉଛନ୍ତି, ରାସ୍ତା ନଥିଲେ ରାସ୍ତା କରିଦଉଛନ୍ତି। ଆଉ ସେଠି ଚନ୍ଦ୍ରସୂର୍ଯ୍ୟ ବି ତାକୁ ଭୟ କରୁଛନ୍ତି, ଯୋଉ ସାହୁ ଏମଏଲଏ କୁ ଆଉ ନିକୁ ସାହୁକୁ, ଆଉ ମୁଖ୍ୟମନ୍ତ୍ରୀ ତାକୁ ଭୟ କରୁଛନ୍ତି। ତାଙ୍କ ଚିଫ ସେକ୍ରେଟାରୀ, କଲେକ୍ଟର, ଏସପି ବି ତାକୁ ଭୟ କରୁଛନ୍ତି। ମୋ ବୋପାଲୁ ସେ ବଲେ ଥାଉ କି ବାଲେ ଥାଉ କିଏ ଥାଉ, କିନ୍ତୁ ତାଙ୍କ ଶକ୍ତି ଏଇନା ସେ ଅଞ୍ଚଳରେ ତାଙ୍କ ବିନା ଗୋଟେ ପତ୍ର ଝଡ଼ିବନି। ହେଲ୍ଥ ଅଫିସ ଯାଅ, ମାନେ ଆରଡି ଅଫିସ ଯାଅ, ଏ କଣା କରି ଖାଉଛନ୍ତି ବିଜେପି କର୍ମୀ ନେତା। ଏମିତି ଆମେ ଦେଖିନଥିଲୁ ଖାଇବା। ଆମେ ମୁଁ ଏତେ ବର୍ଷ ରହିଲେ ଏମଏଲଏ ଏମପି, ଏମିତି କଣ ହାଁ ହାଁ ହଉଥିଲୁ? ସମ୍ମାନର ସହ କାମ ହଉଥିଲା। ଏତେ କଲେଜ ହାଇସ୍କୁଲ କରିଛୁ ସେଇମାନଙ୍କ ଜରିଆରେ। ଇଏ ତ ଜୀବନରେ ଆସିନଥିଲେ ପାୱାରକୁ, ଭୋକଲା ହେଇଥିଲେ ଯେ ଯାହା ପାଉଛେ ପୁରା ବିଜେପି ନେତା ମାନଙ୍କୁ ସବୁଠି ବିରୋଧ କରେ, ଖାଲି ପୁରୀରେ ବିରୋଧ କରାଯାଇଛି। ଆଇନ ମନ୍ତ୍ରୀ ତ ଭଲ ଲୋକ, ଭଲ କାମ। ଆମର ବିଜେପି ସରକାରକୁ ସରକାରକୁ ବିରୋଧ କରୁଛ। ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଜଣେ ଦକ୍ଷ ଲୋକ, ଭଲ କାମ କରୁଛନ୍ତି। ଆମେ ଯାହା ଆମର ଲିଙ୍ଗରାଜ ମନ୍ଦିର ପାଇଁ ଯାହା ଯେତେବେଳେ ଯାଉଛୁ, କେବଳ ଆମର ମଣ୍ଡପଟା କରୁନାହାନ୍ତି, ସେଇଟା ବି କରିଦେବା ପାଇଁ ଫାଇନାଲ ହେଇଛି। ମୁଁ କଣ କରିବ, ସେ କୋଉଦିନ ଏଇ ଭିତରେ ଇସ୍ତଫା ଦେଇ ପଳେଇବ କୁଆଡେ ଲୁଚିକି। 142ଟା ଦେଶ ବୁଲି ଚାଲାଣି ସେ ଟୁରିଷ୍ଟ ହେଇକିରି, ଗରିବ ଜନସାଧାରଣଙ୍କ ପଇସାରେ। ଆଜି ଏଡେ ବଡ ଯୁଦ୍ଧ ଚାଲିଛି ତାରି ପାଇଁ। ସେ ଆଜି ମାନେ ଟ୍ରମ୍ପ କହିଛି ଆମେ 2 ଜଣ ଯାହା କଥା ହେଇ ସବୁ କରୁଛୁ। ଆଜି ଟ୍ରମ୍ପ ନିଜେ କହିଛି ମୋଦିରେ ମୋର କଥାବାର୍ତ୍ତା ହେଇ କରୁଛୁ। ଇରାନ ଆଟାକ ତା ସହିତ କଥା ହେଇ କରୁଛୁ। ଇଣ୍ଡିଆ ପାକିସ୍ତାନ ଯୁଦ୍ଧ ବନ୍ଦ କରି ତା ସହିତ କଥା ହେଇଛି। ଆଜି ନିଜେ ଟ୍ରମ୍ପ କହିଛି, ମୁଁ କହିନି। ମାଗାଜିନ୍ ଦେଖନ୍ତୁ, ଆପଣ ଦେଖନ୍ତୁ ଚାରିଆଡେ ମିଡିଆରେ ଏଇଆ କହିଛି ଟ୍ରମ୍ପ। ଯାହା ହେଇଛି ଇରାନ ସହିତ ଯୁଦ୍ଧ ଟ୍ରମ୍ପ ସହିତ କଥା ହେଇ, ଆଉ ପାକିସ୍ତାନ ଇଣ୍ଡିଆ ଯୁଦ୍ଧ ଯୋଉ ସିଜ୍ ଫାୟାର ହେଲା ଟ୍ରମ୍ପ କଥାରେ ମୁଁ କରିଛି।